ମୋ ଘରକୁ ଜଲ୍ଦି କହ ବାପା କଣ କହୁଛୁ? ଆରେ ତୁ ଯା, ମୁଁ କଣ ତୋ ପାଖରେ ପୁରେଇ ଦଉଛି। ହେଲେ ବାପା ଛାତ୍ର ଖଣ୍ଡେ ସିଏ ଏମିତି ଚୁଚୁମିଲା ଯେ ମୋ ଖାଲି ଦେହ ସାରା କେମିତି କେମିତି ହେଇଲା। ଆଉ ଦିନ ରାତି ଖାଲି ତାରି କଥା ମୋର ମନେ ସିଆଡ଼େ ଜାଣି ମୁଁ ଯାହା କହୁଛି ମୋ ପୁଷ୍କରଣ ହିସାବରେ ମୁଁ ନକଲାବେଳେ ମୋ ଘରକୁ ଆସେ ଜଲ୍ଦି କହ ଜଣେ ପିଟି ପିଟି ଛାଲ ଉତ୍ତରା କରିଦଉଛ ଜଲ୍ଦି ଜଲ୍ଦି ଆମ ଘରକୁ ମଝିରେ ମଝିରେ ତମ ସାଙ୍ଗ ଆସୁଛି। ଭାରି ଭଲ ପିଲା ସିଏ ମତେ ଛାଡି ରହିପାରୁନି, ମୁଁ ବି ତାକୁ ଛାଡି ରହିପାରୁନି। ନମସ୍କାର। ହଁ ପାଇଲି ତୋ ମା ତ କିଏ କି? ମୋ ନାଁ ହଉଛି ଅଙ୍ଗୁର ପାଲା। ଆଉ ତୋ ବାପା ନା? ହାତୀ। ଆମ ଗାଁ ହେଲା ବାଳ କାଟି। ଶଳା ବାପ ନା ବାଳ ମୁକୁନ୍ଦ, ଗାଁ ହଉଛି ବାଳ କାଟି। ଶଳା ବାଳରେ ବାଳରେ ଠିକଣାଟା ସାରିଦେଲା। ଆଉ କାନ୍ଦୁଛୁ କାହିଁ କାନ୍ଦୁଛୁ କାହିଁ? ଆରେ ତୁ ବାଳରେ ବାଳରେ ପଶି ଗଲୁ। ଆରେ ମୁଁ ତ ପଚାରୁଛୁ ବାବା ତୁ କାଠେଇ ଗଲେ ହବନି, ତୁ ଅଙ୍ଗୁର ବାଲାକୁ ପଞ୍ଚାଇ ଦେଲୁ। ଆରେ ଝିଅ ପିଲାଟା କାହିଁକି କରଣା ମୋ ସେ ବା ପୁଅ ମାନଙ୍କୁ ଦେଖିଲେ, ଟୁକା ମାନଙ୍କୁ ଦେଖିଲେ ମର୍ଦ୍ଦ ମାନଙ୍କୁ ଖାଲି ଲୁଗା ଟିକେ ଓଢଣା କାଢିକି ରହୁଛି। ସଂସ୍କାରୀ ତୁ କାହିଁକି ମୋ ବାପା ଚାଲିଗଲେ ତ ଆରେ କୁଆଡେ ଗଲେ? ଉପରକୁ। କାହିଁ ଦେଖାଯାଉନି? ସେଇଥିପାଇଁ ମୋ ଦୂରେ ଓଢଣା ଦେଇଛି। ନଣ୍ଡା ହେଇଛି, ବାପାକୁ ବାଳ ଦେଇଥିଲି ତ ନଣ୍ଡା ହେଇଛି। ଛୁଆ ଯାହା ହଉ ଛୁଆ ବାଳ କିଛି ବାଳ ପାଇଗଲା। ସାଙ୍ଗ ସହିତ କଥାବାର୍ତ୍ତା ହଉଥା। ମୁଁ ଟିକେ ବାହାରୁ ବୁଲି ହଁ ମୁଁ ବୁଲି ଆସିଲେ ବାହାରୁ ଟିକେ ଦୁଇ ଜଣ କଥା ହଉଥିବ ମୁଁ ଗଲି ଆଉ ଅତର ଏ ଅତର ଗଲା କି ନାଇଁ କହ ଆରେ ଗଲା ମାନେ ବୁଢା ଯାଇଛି, ମାନେ କେମିତି ଯାଇଛି ତା ପାଟ କରିଛି। ଏବେ ମୁଁ ବୁଝିଲି ଶାଢୀ ପିନ୍ଧିବା କେତେ ମଜା। ଧନ୍ୟ ସେ କହିବ ନାଇଁ ପିନ୍ଧିଥାଏ 12 ହାତ ଶାଢୀ କି